ମୁମୁଖ ଜୀବ ଏହା କହି ଆନନ୍ଦେ ଦିନକୁ ସଞ୍ଚଇ। ଏ ସଂସାରରେ ଚାରି ପ୍ରକାର ଜୀବ ଦେଖାଯାଆନ୍ତି। ଗୋଟେ ଚାରି ପ୍ରକାର ଜୀବ ତ ଚାରି ପ୍ରକାର ବ୍ୟକ୍ତି, ଚାରି ପ୍ରକାର ବସ୍ତୁ, ସବୁ ଚାରି ପ୍ରକାର ଦେଖାଯାଆନ୍ତି। ଇତାନି ମଣିଷ ଚାରି ପ୍ରକାର ମଣିଷ ସଂସାରରେ ଦେଖାନ୍ତି। ଗୋଟେ ହେଉଛି ମୁକ୍ତ ଜୀବ, ଆଉ ଗୋଟେ ହେଉଛି ମୁଖ ଜୀବ, ଆଉ ଗୋଟେ ମୁମୁଖ ଜୀବ, ଆଉ ଗୋଟେ ବଦ୍ଧ ଜୀବ। ତାହେଲେ ମୁଖ ଜୀବ କିଏ? ନାଇଁ ମୁମୁଖ ଜୀବ କିଏ? ନାମ ପରୀକ୍ଷା ଲୋକ। ବଦ୍ଧ ଜୀବ ଯିଏ ଠାକୁର ଭଗବାନଙ୍କୁ ମାନେ ନାହିଁ। ଆଉ ମୁକ୍ତ ଜୀବ ଯେଉଁମାନେ ସଂସାରର ତପସ୍ୟା ମୁନି ଋଷି ମାନେ। ଆଉ ମୁଖ ଜୀବ ଯିଏ ଯେଉଁମାନେ ସଂସାରରେ ଜନ୍ମ ହୋଇଛନ୍ତି, ସଂସାରରୁ ଗୃହସ୍ଥରୁ ସନ୍ନ୍ୟାସୀ ଧାରଣ କରିଛନ୍ତି, ସେମାନେ ହେଉଛନ୍ତି ମୁଖ ଜୀବ। ମୁମୁଖ ଜୀବ ଆମେମାନେ। ବଦ୍ଧ ଜୀବମାନେ ଯେଉଁମାନେ ନାସ୍ତିକ, ମାନନ୍ତି ନାହିଁ। ଆଉ ରହିଲେ ମୁକ୍ତ ଜୀବ। ମୁକ୍ତ ମାନେ ଯେଉଁମାନେ ଜନ୍ମରୁ ସନ୍ନ୍ୟାସୀ, ଶଙ୍କରାଚାର୍ଯ୍ୟଙ୍କ ପରି ଲୋକ।